ବୈତରଣୀ ଓ ତାର ଶାଖା କାଣି ନଦୀରେ ବନ୍ୟାଜଳ ହ୍ରାସ ପାଇବା ପରେ ବଢ଼ୁଛି ଦୁର୍ଦ୍ଦଶା। ବୈତରଣୀ ଓ ତାର ଶାଖା କାଣି ନଦୀରେ ହ୍ରାସ ପାଇଛି ବନ୍ୟାଜଳ, ହେଲେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। ବନ୍ୟା ଛାଡ଼ିବା ପରେ ବନ୍ୟାଞ୍ଚଳର କରାଳ ଦୃଶ୍ୟ ଛାତିକୁ ଦୋହଲାଇ ଦେଉଛି। କାଣି ନଦୀରେ ଜଳସ୍ତର ହ୍ରାସ ପାଇଛି ସତ, ହେଲେ ଏବେ ବି ମଲ୍ଲିକାପୁର ଏବଂ କସପା ପଞ୍ଚାୟତର 15ରୁ ଊର୍ଦ୍ଧ୍ୱ ଗାଁ ପାଣିଘେରରେ ରହିଛି। ଗାଁରୁ ପାଣି ଛାଡ଼ିଥିଲେ ମଧ୍ୟ ଘରେ ମାଟି କାଦୁଅ ଭର୍ତ୍ତି ହୋଇ ଜୀବନଯାତ୍ରା ସ୍ୱାଭାବିକ ହୋଇପାରିନାହିଁ। ଧୀରେ ଧୀରେ ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି ବିପନ୍ନ ପରିବାର। ସ୍ଥିତିରେ କିଛିଟା ସୁଧାର ଆସିଛି ସତ, ମାତ୍ର ବିପନ୍ନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣ ବଢ଼ିଯାଇଛି। ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି, ଆଉ ଘର ସଜାଡ଼ିବାରେ ଲାଗିପଡ଼ିଛନ୍ତି ବିପନ୍ନ ପରିବାର। ରାସ୍ତାରୁ ପାଣି କଟିଥିବାରୁ ଲୋକମାନେ ଏବେ ଯାତାୟାତ କରିପାରୁଛନ୍ତି। ବିଭିନ୍ନ ସମାଜସେବୀ ସଂଗଠନ ପକ୍ଷରୁ ବନ୍ୟା ବିପନ୍ନ ଲୋକଙ୍କୁ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବଣ୍ଟା ଯାଉଛି। ସେପଟେ ପ୍ରଶାସନ ପକ୍ଷରୁ ରିଲିଫ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ ଚାଲିଛି। ସ୍ୱେଚ୍ଛାସେବୀମାନେ ଔଷଧ ଓ ପିଇବା ପାଣି ବାଣ୍ଟିଛନ୍ତି। ଜଳସମ୍ପଦ ବିଭାଗ ଘାଇ ମରାମତି କାମ ଆରମ୍ଭ କରିଛି। ବର୍ତ୍ତମାନ ଆଜି ପାଣି ବହୁତ କମିଛି, ନଦୀରେ ମଧ୍ୟ ପାଣି କମିଛି। ତଥାପି ଆଉ ଫୁଟେ ଦିପଟ ନ କମିଲେ ଯେ ଆମର ଘାଇର ପାଣିଟା ବନ୍ଦ। ବର୍ତ୍ତମାନ ବାଲିବସ୍ତା ପକାଇ ଷ୍ଟାର୍ଟ ହେଇଛି। ତଥାପି ଆଜି ଦିନ ସାରା କିଛି ଯାହା ବି ହେଲେ ପାଣି କିଛି ରହିବ, ଫ୍ଲୋ ରହିବ। ଆଜି ମଧ୍ୟ ଜଳମଗ୍ନ ରହିବ ସବୁ ପଞ୍ଚାୟତ। ଆମର ଫ୍ରି କିଚେନ୍ ଚାଲିଛି ସବୁ ଜାଗାରେ। କାଲି ମଧ୍ୟ ଯେଉଁଟା ସମର୍ଜେନ୍ସି ହେଇଥିଲା 32 ଜାଗାରେ ଆମର ଫ୍ରି କିଚେନ୍ ଚାଲିଛି। ଡ୍ରାଏ ଫ୍ରୁଟ୍ ମଧ୍ୟ ସମସ୍ତଙ୍କୁ ଦିଆଚାଲିଛି। ଆଜି ଗୋଖାଦ୍ୟ ମଧ୍ୟ ଆସିକି ପହଞ୍ଚିଛି। ଜିପି ପଏଣ୍ଟ ଆଜି ପହଞ୍ଚିଲେଣି। ଆଜି ଗୋଖାଦ୍ୟ ମଧ୍ୟ ସବୁ ଜାଗାରେ ବଣ୍ଟା ଦିଆଯିବ। ଏବଂ ଏବେ ମଧ୍ୟ ମୋ ସହିତ ତହସିଲଦାର ଅଛନ୍ତି। ଆମେ ସେଟା ସ୍ଥିତି ଦେଖୁଛୁ, କେଉଁଠି କେଉଁଠି ପାଲର ଆବଶ୍ୟକତା ଅଛି। ସମସ୍ତଙ୍କୁ ପାଲର ଆବଶ୍ୟକ, ତାକୁ ଆମେ ଏବେ ସର୍ଭେ କରି ସେଟା ମଧ୍ୟ ଆମେ ପ୍ରୋଭାଇଡ଼ କରିବୁ। ବର୍ଷା କମିଛି, କିନ୍ତୁ ତଥାପି ଆମେ ଭିଜିଲାଣ୍ଟ ଅଛୁ, କାରଣ ଯେହେତୁ ପୁଣି ଏବେ ବର୍ଷାର ୱାର୍ଣ୍ଣିଂ ଅଛି, ତ ସେଥିପାଇଁ ଆମେ ଫିଲ୍ଡରେ ସମସ୍ତେ ନୋଡାଲ ଅଫିସର ଆଲର୍ଟ ଅଛନ୍ତି। ସମସ୍ତ ପ୍ରକାର ବ୍ୟବସ୍ଥା ନିଆଯାଇଛି। ଡକ୍ଟର ଟିମ୍ ମଧ୍ୟ ଅଛନ୍ତି, ଓଡ୍ରାଫ ଫାୟାର ଟିମ୍ ମଧ୍ୟ ମୁତୟନ ଅଛନ୍ତି। ଯୋଉଠି ଯାହା ଅଛି ପରିସ୍ଥିତି ଏବେ ନିୟନ୍ତ୍ରଣ ଅଛି, ତଥାପି ଆମେ ସଜାଗ ଅଛୁ। କ୍ଷୟକ୍ଷତିରେ ଏବେ ତ ମାନେ ଆକଳନ କରିହେବନି, କାରଣ କ୍ରପ୍ ଡ୍ୟାମେଜ, ଯାହା ବି ଇନଫ୍ରାଷ୍ଟ୍ରକ୍ଚର ଡ୍ୟାମେଜ ହେଇଛି, ହାଉସ୍ ଡ୍ୟାମେଜ ଟିକେ ପାଣି କମିଲା ପରେ ହିଁ କରିହେବ। ତ ଗୋଟେ 2 ଦିନ ପରେ ସେ ତାର ମଧ୍ୟ ଆମେ କାଲି ଅନରେବୁଲ ମିନିଷ୍ଟରଙ୍କ ରିଭ୍ୟୁ ହେଇଥିଲା, ତ ସେଟା ମଧ୍ୟ ଡାଇରେକ୍ସନ ଅଛି ଯେତେ ଜଲ୍ଦି ଆମର ପାଣି ସରିଲା ପରେ ଯେତେ ଜଲ୍ଦି ଆମେ କରିକି ଦେଇପାରିବୁ। ଆଉ ଯେମିତି ପାଣି ଯୋଉ ଜାଗାରୁ ପାଉଛୁ ସେଇଠୁ ଆମେ ଇମିଡିଏଟ ଷ୍ଟାର୍ଟ କରିବୁ, କାରଣ ତଳ ପଞ୍ଚାୟତ ଗୁଡ଼ା ନିହାତି ଭାବରେ ଆମକୁ ଆଉ 4-5 ଦିନ ଲାଗିବ ପାଣି ଖସିବା ପାଇଁ। କହିବା କମାଡ଼ିଆ ଖାନନଗର ପଞ୍ଚାୟତ ଟିକେ ଟାଇମ୍ ଲାଗିବ, ତ ସେଗୁଡ଼ା ଆମେ ପରେ ଷ୍ଟାର୍ଟ କରିବୁ। କିନ୍ତୁ ଯୋଉଠି ପାଣି ରିସିଭ୍ କରିବା ଷ୍ଟାର୍ଟ କରିବୁ, ଆମ ସର୍ଭେ ଇମିଡିଏଟଲି ଆମେ ଷ୍ଟାର୍ଟ କରିକି ରିପୋର୍ଟ କରିବୁ। ଘରେ ଶୋଇଥିଲୁ, ରାତି 4টাରେ ପାଣି ପୁରା ଆସିଲା। ଆମେ ଜୀବନ ନେଇ ସ୍କୁଲକୁ ପଢେଇଲୁ। 2 ଦିନ ପରେ ଆସିଲା ପରେ କିଛି ନାହିଁ, ଘରେ ସବୁ ଭାସି ଯାଇଛି। ଆମେ ବହୁତ ବ୍ୟସ୍ତରେ ଅଛୁ। ଖାଇବା ପିଇବା ପାଇଁ ସୁନା ଗହଣା, ଘର ପଲଙ୍ଗ ଅଲମାରୀ ଆଲାଣା ସବୁ ପଳେଇ ଯାଇଛି। ଘର ଦୁଆରେ ବେକେ ବେକେ ପାଣି। ଡଙ୍ଗା ଅଧାର କରିଛି, ଆଉ ସରକାର କିଛି ମିଳି ନାହିଁ। ଆଉ ଏ ପବ୍ଲିକ ଆଣିକି ରିଲିଫ ଦଉଛନ୍ତି। ଏ ଖାଇବା ପିଇବା ଅଳ୍ପ ଅଳ୍ପ ଜିନିଷ, ଚୁଡ଼ା, ବିସ୍କୁଟ, କଦଳୀ ଏଇ ସବୁ ଦଉଛନ୍ତି। ଆମେ ବହୁତ ବ୍ୟସ୍ତରେ ଅଛନ୍ତି, ଆମକୁ କିଛି ସାହାଯ୍ୟ କରନ୍ତୁ। ମାଟି ଧୂଳି ଭର୍ତ୍ତି ହେଇଛି, ଘରକୁ ଯାଇ ହଉନାହିଁ, କିଛି ନାହିଁ। ମାଟି ଧୂଳି ପଟୁ ଜମା ହେଇଛି, ଘରେ ପଶି ହଉନାହିଁ। ଘରକୁ ସଫା କରିବା ପାଇଁ କେତେ ଦିନ ଲାଗିବ କିଛି ଠିକଣା ନାହିଁ। ଛାତ ଉପରେ, ସ୍କୁଲ ଛାତ ଉପରେ ପଡିଛନ୍ତି, ମଶା ଡାଁସ ଖାଉଛନ୍ତି, ଆଉ ବହୁତ ବ୍ୟସ୍ତରେ ଅଛନ୍ତି। ପିଲା ଛୁଆ ଶୋଇବାକୁ ଖଣ୍ଡେ ଲୁଗା ପିନ୍ଧିବାକୁ ନାହିଁ, ସବୁ ଭାସି ଯାଇଛି। ଗ୍ରାମର ମୋର ଗୋଟେ ଦୋକାନ ଅଛି, ହୋଲସେଲ ଦୋକାନ। ହଠାତ୍ ରାତିରେ ପାଣି ମାଡ଼ି ଆସିଲା, ଆମଙ୍କର ଉଠିକି ଆସିଲା ବେଳକୁ ଆଉ ନାହିଁ। ଏଇଠୁ ଘାଇଟା ହେଉଛି ଆପଣଙ୍କର 50 ମିଟର ଡିଷ୍ଟାନ୍ସରେ ଅଛି। ତେଣୁ ମୁଁ ନଈର ଆରପଟରେ ମୋ ଘର, ମୁଁ ଆସିକିରି ଏଠି ପହଞ୍ଚିଲା ବେଳକୁ ଆଜ୍ଞା ଘର ଭିତରେ ଆଣ୍ଠୁଏ ପାଣି। ସବୁ ଜିନିଷ ଆଜ୍ଞା ସବୁ ନଷ୍ଟ ହେଇଯାଇଛି। ସମସ୍ତଙ୍କର 4-5 ଲକ୍ଷ ଟଙ୍କାର ଆଜ୍ଞା ନଷ୍ଟ ହେଇଛି। କିଛି ଘରୁ ବାହାର କରିପାରୁନୁ, କାରଣ ଆମକୁ ପାଖରେ ଘାଇଟା ଯେତେବେଳେ ହେଲା, ତେଣୁ ଆମେ ଆଉ କିଛି କରିପାରିଲୁନି। ଆସିକି ଦେଖିଲା ବେଳକୁ ତ ଏଠି ଜଙ୍ଗେ ଜଙ୍ଗେ ପାଣି ହେଲାଣି, ଆଉ ଆଜ୍ଞା ତା ଭିତରେ କ'ଣ କରିବୁ? ତେଣୁ ଖାଲି ଉପରୁ ଥାଇକି ଯାହା ହତାଶ ହବା ଛଡ଼ା ଆଉ କିଛି ଆମର ଆଜ୍ଞା ନାହିଁ। ସରକାର ଯଦି ଆମକୁ କିଛି ସାହାଯ୍ୟ କରନ୍ତେ, ତାହେଲେ ଆମେ ନିଶ୍ଚିତ ଭାବରେ ଉପକୃତ ହୁଅନ୍ତୁ। ପଟୁ ମାଟି ଯେଉଁ ପଡ଼ିଯାଇଛି, ଏବେ ସମସ୍ତ ଲୋକ ସେଣ୍ଟର ମାନଙ୍କରେ ଅଛନ୍ତି। ଆଉ ଟିକେ ପାଣି କମିଗଲେ ଯାଇ ଘର ଦ୍ୱାର ସଫା କରିକି ସେମାନେ ରହିବେ। କାଲି ମାନ୍ୟବର ମନ୍ତ୍ରୀ ଆସିଥିଲେ, ବୁଲାବୁଲି କରି ସବୁ କଥା ଯାଇଛନ୍ତି। କ'ଣ ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କେମିତି ଢଙ୍ଗରେ ଏ ବନ୍ୟାକୁ ସେ ନିୟନ୍ତ୍ରଣ କରିବେ, ଆମେ ସେତିକି ଅପେକ୍ଷା କରିଛୁ। ଯଦି ସେଥିରେ କିଛି ବିଫଳତା ହୁଏ, ତାହେଲେ ବିଜୁ ଜନତା ଦଳ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବ। ମୁଁ ଆଜି ଧନ୍ୟବାଦ ଜଣେଇବି କିଡ୍ସକୁ, ବିଶେଷ କରିକି ଆମ ଅଞ୍ଚଳର
जड़े नारी नेतृत्व कहवा स्वभाव नुहे जड़े समाजसेवी काव्या मैडम को काव्या मैडम एवं तांकर पिता विजय कुमार धड़ महोदय से मैंने आसिकी किड्स तरफ जो साधारण लोकों पाखे पहुँची गाई मुहरे जाकि लोकों को बन्या विपन्न लोकों को से सहायतार हाथ बढ़ाई खाद्य सहित फल पाल सबू जिनस से पाखे मु कृतज्ञता ज्ञापन करी कृतज्ञता ज्ञापन करी डॉक्टर अच्युत सामंत महोदय पाखे तांकर संस्था आसिकी सर्वप्रथम सी हूँ एक संस्था जो संस्था ये साधारण मनीषों पाखे पहुँची एवं प्रत्येक मनीष सांगे कथबार्ता करी मेडिसिन ठू आरंभ करी खाद्यपेय पाल पॉलिथिन पर्यंत जो जोगई से आमर झी आम अंचल गारिमा गौरव काव्या मैडम को अशेष अशेष धन्यवाद ज्ञापन करूँ।